ବା ଆମ ଆମ୍ବ ଗଛରେ ସବୁ ଆମ୍ବ ପାଚିଗଲାଣି। ଆଜି ମୋ ମନ ଭରି ଆମ୍ବ ଖାଇବି। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଆମ୍ବ ଗଛ ଉପରକୁ ପଥର ଫିଙ୍ଗିଲା। ସେ ଗଛରେ ଗୋଟିଏ ପିଶାଚି ରହୁଥିଲା। ପଥର ସବୁ ଆମ୍ବରେ ନ ବାଜି ପିଶାଚିର ମୁଣ୍ଡରେ ବାଜିଲା। ଓହୋ, ଏ ଛୁଆକୁ ଯଦି ମୁଁ ଏବେ ଆମ୍ବ ନ ଦେବି, ଇଏ ପଥର ଫିଙ୍ଗି ଫିଙ୍ଗି ମୋ ମୁଣ୍ଡ ଫଟେଇ ଦେବ। ମୁଁ ୟାକୁ ଶୀଘ୍ର 2ଟି ଆମ୍ବ ଦେଇଦିଏ। ଏମିତି କହି ପିଶାଚି 2ଟି ଆମ୍ବ ତୋଳି ତଳକୁ ପକେଇଦେଲା। ଚଢ଼େଇ ଛୁଆ ସେ ଆମ୍ବ ଖାଇଲା। ଆମ ଆମ୍ବ ସବୁ ଭାରି ମିଠା। ଏବେ ମୁଁ ପ୍ରତ୍ୟେକ ଦିନ ଆମ୍ବ ଖାଇପାରିବି। ମାରି, ମୁଁ କାଲି ସବୁ ଆମ୍ବ ପାଳିଦେବି। ଏଇ ଗଛ ଆଉ ରହିବନି। ଏମିତି କଣ କହୁଛ ମା? ଆମ ଗଛ କାହିଁକି ରହିବନି? ତୁମେ କଣ ଆମ୍ବ ଗଛକୁ କାଟିଦେବ? ହଁ ରେ ମା, ଏ ଆମ୍ବ ଗଛକୁ କାଟିବା ଛଡା ଆମ ପାଖରେ ଆଉ କିଛି ବି ଉପାୟ ନାହିଁ। ତୁ ତ ଜାଣୁ ଆମ ଘର ଚାଳ ଭାଙ୍ଗି ଯାଇଛି। ଯଦି କେବେ ବର୍ଷା ହୁଏ ଘରଟି ପୁରାପୁରି ଭାଙ୍ଗିଯିବ। ଘର ମରାମତି ପାଇଁ ମୋ ପାଖରେ ଏବେ ଟଙ୍କାଟେ ବି ନାହିଁ। ଏଇ ଆମ୍ବ ଗଛକୁ କାଟି ଆମେ ଆମ ଘରକୁ ମଜବୁତ କରିବା। ନାଇଁ ମା, ଏମିତି କୁହନି। ଏ ଆମ୍ବ ଗଛ ମୋର ଭାରି ପ୍ରିୟ, ତାକୁ କାଟନି। ମାରି, ମୋ ପାଖରେ ଆଉ କିଛି ବି ରାସ୍ତା ନାହିଁ। ମୁଁ ପରେ ତତେ ଆଉ ଗୋଟେ ଆମ୍ବ ଗଛ ଆଣିଦେବି, ତୁ ଲଗେଇବୁ। ଆରେ ଆରେ, ଏ ଚଢ଼େଇ କଣ କହିକି ଗଲା? ଏ ଗଛକୁ ସେ କାଟିଦେବ। ସେ ଯଦି ଏ ଗଛକୁ କାଟିଦିଏ, ମୁଁ ପ୍ରତିଦିନ ଖାଇବାକୁ ମିଠା ଆମ୍ବ କୋଉଠୁ ପାଇବି? ଚଢ଼େଇ କହୁଥିଲା ସେ ଘର ତିଆରି କରିବ, ମୁଁ ତାକୁ ଟଙ୍କା ଦେବି। ସେମିତି ହେଲେ ସେ ଆଉ ଏ ଗଛ କାଟିବନି। ତାପରେ ପିଶାଚି ଶୀଘ୍ର ଚଢ଼େଇ ପାଖକୁ ଗଲା। ପିଶାଚିକୁ ଦେଖି ତ ମା ଚଢ଼େଇ ଅନେକ ଡରିଗଲା। କିଏ ତୁମେ? ତୁମେ ଦେଖିବାକୁ କେତେ ଭୟଙ୍କର। ଆମ ପାଖକୁ କାହିଁକି ଆସିଛ? ମୁଁ ହେଉଛି ପିଶାଚି, ମତେ ଭୟ କରନି। ମୁଁ ତମମାନଙ୍କର କିଛି କ୍ଷତି କରିବିନି। ତୁମ ଘର ବାହାରେ ଯେଉଁ ଆମ୍ବ ଗଛ ଅଛି, ସେ ଗଛର ଆମ୍ବ ଭାରି ସୁଆଦିଆ। ମୁଁ ପ୍ରତିଦିନ ସେ ଆମ୍ବ ଖାଏ। ତୁ ସେ ଗଛକୁ କାଟନି। ଏଇ କିଛି ଟଙ୍କା ନେ, ଏଥିରେ ନିଜ ଘର ମରାମତି କର। ମୁଁ କେବେ ବି ତମମାନଙ୍କର କିଛି କ୍ଷତି କରିବିନି। କେବଳ ପ୍ରତିଦିନ ଆସି ତୁମ ଆମ୍ବ ଖାଇବି। ପିଶାଚି, ତୁମେ ଆମକୁ ଟଙ୍କା ଦେଇ ସାହାଯ୍ୟ କଲ। ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମର ଏ ଉପକାର ମୁଁ କେବେ ଭୁଲିବିନି। ତୁମର ଯେବେ ବି ଆମ୍ବ ଖାଇବାକୁ ଇଚ୍ଛା ହେବ, ତୁମେ ଆସି ଖାଇପାରିବ। ପିଶାଚି ଖୁସି ହେଇ ଚାଲିଗଲା। ତାର ଯେବେ ବି ଆମ୍ବ ଖାଇବାକୁ ଇଚ୍ଛା ହେଉଥିଲା, ସେ ଚଢ଼େଇ ଘରକୁ ଆସି ଆମ୍ବ ଖାଇ ଯାଉଥିଲା। ସେପଟେ ଚଢ଼େଇ ପିଶାଚି ଦିଆ ଟଙ୍କାରେ ନିଜ ଘର ମରାମତି କଲା। ଏମିତି ବେଶ କିଛି ଦିନ ବିତିଗଲା। ଦିନେ ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ ସେ ଦେଖିଲା, ଆରେ, ଇଏ ତ ଗୋଟେ ପିଶାଚି। ଇଏ ଏବେ ଗଛ ଡାଳରେ ଶୋଇଛି। ଏଇଟା ଭଲ ସୁଯୋଗ ତାକୁ ବନ୍ଦୀ କରିବା ପାଇଁ। ହେ, ମୁଁ ତ ମୋ ଜାଦୁର ବୋତଲକୁ ସାଙ୍ଗରେ ଆଣିନି। ଯାଏ ଘରୁ ମୋ ଜାଦୁର ବୋତଲ ନେଇ ଆସେ। ତାପରେ ଏ ପିଶାଚିକୁ ବନ୍ଦୀ କରିବି, ଆଉ ତାକୁ ମୋର ସବୁ କାମ କରେଇବି। ଏମିତି କହି ତାନ୍ତ୍ରିକ ନିଜ ଘରକୁ ଗଲା। ତାର ସବୁ କଥା ଚଢ଼େଇ ଶୁଣୁଥିଲା। ଆରେ ଆରେ, ଏ ତାନ୍ତ୍ରିକର ଉଦ୍ଦେଶ୍ୟ ତ ଜମା ବି ଠିକ ନୁହଁ। ତା ଛଡା ଏ ପିଶାଚି ଖରାପ ପିଶାଚି ନୁହଁ। ସେ କାହାରି ବି କ୍ଷତି କରେନି। ଦିନେ ସେ ମତେ ସାହାଯ୍ୟ କରିଥିଲା, ଆଜି ମୁଁ ତାକୁ ସାହାଯ୍ୟ କରିବି। ପିଶାଚି, ପିଶାଚି ଉଠ, ଜଲ୍ଦି ଉଠ। ଆରେ ଚଢ଼େଇ, ତୁ ଏଠି କଣ କରୁଛୁ? ତୁ ଦେଖୁଛୁ ମୁଁ ଶୋଇଥିଲି। ଏମିତି ମୋ ନିଦ ଭାଙ୍ଗିଲୁ କାହିଁକି? କ୍ଷମା କରିବ ପିଶାଚି, ମୁଁ ତୁମର ଭଲ ପାଇଁ ହିଁ ତୁମ ନିଦ ଭାଙ୍ଗିଲି। ତାପରେ ମା ଚଢ଼େଇ ତାନ୍ତ୍ରିକର ସବୁ କଥା ପିଶାଚିକୁ କହିଲା। ଆରେ ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ଆଜି ତୁ ନଥିଲେ ତାନ୍ତ୍ରିକ ମତେ ବନ୍ଦୀ କରି ରଖିଥାନ୍ତା। ମୁଁ ଏବେ ଜାଗା ଛାଡ଼ି ଚାଲିଯିବି। ଏମିତି କହି ପିଶାଚି ତୁରନ୍ତ ସେ ଜାଗା ଛାଡ଼ି ପଶ୍ଚିମ ଦିଗକୁ ଚାଲିଗଲା। ସେତେବେଳେ ତାନ୍ତ୍ରିକ ସେଠାକୁ ଆସିଲା। ଏ କଣ, ପିଶାଚି ଏଠି ନାହିଁ? ସେ କୁଆଡେ ଗଲା? ଆରେ ଚଢ଼େଇ, ଏଇ ଗଛରେ ଗୋଟେ ପିଶାଚି ଶୋଇଥିଲା। ତୁ କଣ ଦେଖିଛୁ? ସେ କୁଆଡେ ଗଲା?
ହଁ ହଁ ତାନ୍ତ୍ରିକ ବାବା, ମୁଁ ପିଶାଚିକୁ ଦେଖିଛି। ସେଇ ପୂର୍ବ ଦିଗରେ ଯାଇଛି। ତୁମେ ଶୀଘ୍ର ଯାଅ, ତାକୁ ପାଇଯିବ। ହଁ ହଁ, ମୁଁ ଏବେ ଯାଉଛି। ଆଜି ଯେମିତି ବି ହେଉ ମୁଁ ପିଶାଚିକୁ ଧରିବି। ତାନ୍ତ୍ରିକ ସେଠାରୁ ଚାଲିଗଲା। ମା ଚଢ଼େଇ ବି ତା ଘରକୁ ଗଲା। କିଛି ଦିନ ପରେ ଚଢ଼େଇ ଛୁଆର ଜନ୍ମଦିନ ପଡ଼ିଲା। ସେ ତାର ମାକୁ କହିଲା, ମା ମା, ଆଉ 2 ଦିନ ପରେ ମୋ ଜନ୍ମଦିନ। ଏଥର ମତେ ମୋ ମନପସନ୍ଦର ଜିନିଷ ଆଣିଦେବ? ହଁ ହଁ, ମୁଁ ଆଣିଦେବି। କହ, ତତେ କ'ଣ ଦରକାର? ମା, ଜାଣିଛ ଆମ ଜଙ୍ଗଲରେ ମିଟୁ ଅଙ୍କଲ ଫୁଲରେ ସୁନ୍ଦର ସୁନ୍ଦର ଘର ତିଆରି କରି ବିକ୍ରି କରୁଛନ୍ତି। ମତେ ନା ଗୋଲାପ ଘର ଭାରି ଭଲ ଲାଗିଲା। ମତେ ସେ ଗୋଲାପ ଘର ଆଣିଦିଅ ନା ମା, ମୁଁ ସେଇ ଘରେ ମୋ ଜନ୍ମଦିନ ପାଳିବି। ଆଚ୍ଛା ତେବେ ଠିକ ଅଛି, ଚାଲ ଏବେ ଆମେ ବଜାରକୁ ଯିବା। ମୁଁ ତୋ ପାଇଁ ଗୋଲାପ ଘର କିଣିଦେବି। ଏମିତି ସେମାନେ ବଜାରକୁ ଗଲେ। ମିଟୁ ପାଖରେ ଗୋଟେ ହିଁ ଗୋଲାପ ଘର ଥିଲା। ସେମାନେ ଗୋଲାପ ଘର କିଣିବା ସମୟରେ, ମା, ଏଇ ଗୋଲାପ ଘର ମୁଁ କିଣିବି। ମତେ ଏଇ ଗୋଲାପ ଘର କିଣିଦିଅ। ଆଚ୍ଛା ଠିକ ଅଛି ରେ ମା, ମୁଁ ଏବେ ତତେ କିଣିଦେବି। ମିଟୁ ଭାଇ, କହିଲ ଏଇ ଗୋଲାପ ଘରର ଦାମ କେତେ? କାଉ ଭଉଣୀ, ମୁଁ ମୋ ଝିଅ ପାଇଁ ଏଇ ଗୋଲାପ ଘର କିଣିବାକୁ ଆସିଛି। ଆମେ ଆଗରୁ ଆସି ମିଟୁ ଭାଇଙ୍କୁ ଟଙ୍କା ବି ଦେଇ ସାରିଲୁଣି। ତୁମେ ଅନ୍ୟ ଗୋଟେ ଘର ଦେଖ। ଟଙ୍କା ଦେଲ ତ କ'ଣ ହେଇଗଲା? ମିଟୁ ଭାଇ, ମୁଁ ତୁମକୁ 2 ଗୁଣା ଟଙ୍କା ଦେବି। ଏଇ ଗୋଲାପ ଘର ମତେ ଦିଅ। ତମେ ମାନେ ଆଉ ଝଗଡ଼ା କରନି। କାଲି ସକାଳେ ଆସ, ମୁଁ ତମ 2 ଜଣଙ୍କ ପାଇଁ 2ଟି ଗୋଲାପ ଘର ତିଆରି କରିଦେଇଥିବି। ମିଟୁ ପାଖରୁ ଏମିତି ଶୁଣି ଚଢ଼େଇ ଆଉ କାଉ ସେଠାରୁ ଚାଲିଗଲେ। ପରଦିନ ସେମାନେ ପୁଣି ଆସିଲେ। ମିଟୁ ଏକାପରି 2ଟି ଗୋଲାପ ଘର ତିଆରି କରିଥିଲା। ଚଢ଼େଇ ଆଉ କାଉ ଗୋଟିଏ ଗୋଟିଏ ଗୋଲାପ ଘର ନେଇ ଚାଲିଗଲେ। ଚଢ଼େଇ ଛୁଆ ଖୁସିରେ ତା ଜନ୍ମଦିନ ସେ ଗୋଲାପ ଘରେ ପାଳନ କଲା। ସେପଟେ କାଉ ଛୁଆକୁ ଏସବୁ ଭଲ ଲାଗିଲାନି। ମା ମା, ଆମ ଜଙ୍ଗଲରେ ସେ ଚଢ଼େଇ ଛୁଆ ପାଖରେ ମୋ ପରି ଗୋଲାପ ଘର ଅଛି। କେତେ ଭଲ ହେଇଥାନ୍ତା ନା ଯଦି କେବଳ ମୋ ପାଖରେ ହିଁ ଗୋଲାପ ଘର ଥାନ୍ତା। ସମସ୍ତେ ମୋ ଘରକୁ ଦେଖିବାକୁ ଆସିଥାନ୍ତି ଆଉ ମୋର ପ୍ରଶଂସା କରିଥାନ୍ତି। ମତେ ବି ଏସବୁ ଭଲ ଲାଗୁନି ରେ ମା। ମୁଁ ତ ଭାବିଥିଲି ମିଟୁ ଅଲଗା ଅଲଗା ଗୋଲାପ ଘର ତିଆରି କରିବ, ହେଲେ ସେ ଏକାପରି ଗୋଲାପ ଘର ତିଆରି କରିଦେଲା। ଆଜି ରାତି ମୁଁ ସେ ଚଢ଼େଇ ଛୁଆର ଘରକୁ ଭାଙ୍ଗିଦେବି। ଏ ଜଙ୍ଗଲରେ କେବଳ ମୋ ଝିଅର ହିଁ ଗୋଲାପ ଘର ରହିବ। ଏମିତି ଚିନ୍ତା କରି କାଉ ରାତିରେ ଚଢ଼େଇ ଘରକୁ ଆସିଲା। ମା ଚଢ଼େଇ ତା ଝିଅ ସାଙ୍ଗରେ ତାଙ୍କ ନିଜ ଘରେ ଶୋଇଥିଲା। ଗୋଲାପ ଘରେ କେହି ବି ନଥିଲେ। ସେଇ ସୁଯୋଗରେ କାଉ ଚଢ଼େଇ ଛୁଆର ଗୋଲାପ ଘରକୁ ଭାଙ୍ଗି ଦେଇ ଚାଲିଗଲା। ସେ ଯିବା ପରେ ପରେ ପିଶାଚି ଆମ୍ବ ଖାଇବା ପାଇଁ ସେଠାକୁ ଆସିଲା। ଏ କ'ଣ, ଗୋଲାପ ଘର ତ ଭାଙ୍ଗି ଯାଇଛି। ଏ ଗୋଲାପ ଘର ତ ଚଢ଼େଇ ଛୁଆର ପ୍ରିୟ ଘର। ତା ଘରକୁ ଏମିତି କିଏ ଭାଙ୍ଗିଲା? ମୁଁ ଥରେ ଦେଖେ। ତାପରେ ପିଶାଚି ଧ୍ୟାନ କଲା। ସେ ଜାଣିଗଲା କାଉ ହିଂସାରେ ଚଢ଼େଇ ଛୁଆର ଘରକୁ ଭାଙ୍ଗି ଦେଇଛି। ବଦମାସ କାଉ, ତୁ ଚଢ଼େଇ ଛୁଆର କ୍ଷତି କରିଛୁ। ରହ, ମୁଁ ଏବେ ତତେ ଉଚିତ ଶିକ୍ଷା ଦେବି। ତୁ ଯେମିତି କାମ କରିଛୁ ଏବେ ସେମିତି ଫଳ ପାଇବୁ। ତାପରେ ପିଶାଚି ତା ଯାଦୁ ଶକ୍ତିରେ ଚଢ଼େଇ ଛୁଆର ଘରକୁ ଭଲ କରିଦେଲା। ଆଉ ସେପଟେ କାଉ ଛୁଆର ଗୋଲାପ ଘରକୁ ଭାଙ୍ଗିଦେଲା। ପରଦିନ ସକାଳେ, ମା ମା, ଦେଖ ମୋ ପସନ୍ଦର ଗୋଲାପ ଘର ଭାଙ୍ଗି ଯାଇଛି। ଏମିତି କେମିତି ହେଲା ମା? ମୁଁ ବି ତ କିଛି ବୁଝିପାରୁନି ରେ ମା। ଆମେ ତ ଚଢ଼େଇର ଘର ଭାଙ୍ଗିଥିଲେ, ଆମ ଘର କେମିତି ଭାଙ୍ଗିଲା? ଏସବୁ ନିଶ୍ଚୟ ଆମ ଭୁଲ କର୍ମର ଫଳ। ଏମିତି କାଉମାନେ ମନ ଦୁଃଖରେ କାନ୍ଦୁଥିଲେ। ସେପଟେ ଚଢ଼େଇମାନେ ଏସବୁ କିଛି ନ ଜାଣି ଗୋଲାପ ଘରେ ଖୁସିରେ ରହିଲେ। ଚଢ଼େଇ ଆଉ ତାର ସ୍ୱାମୀ ନିଜ ଘର ଅଗଣାରେ କିଛି ତରଭୁଜ ଗଛ ଲଗେଇଥିଲେ। ସେମାନେ ଗଛ ଗୁଡ଼ିକର ବହୁତ ଭଲ ଯତ୍ନ ନେଉଥିଲେ। ଏତେ ଯତ୍ନ ନେଲା ପରେ ବି ତରଭୁଜ ଗଛ ଗୁଡ଼ିକରେ ଗୋଟେ ବି ଫଳ ହେଲାନି। ଆରେ ରେନୁ, ଏ ଗଛ ଗୁଡ଼ାକୁ ଆଉ ରଖିବାନି, ଆଜି ହିଁ କାଟିଦେବା। ଫଳ ତ ହେଉନି, ଖାଲି ଜାଗା ଦଖଲ କରି ରହିଛି। ଆରେ ଟିକେ ଧୈର୍ଯ୍ୟ ଧର। ଆଜି ନହେଲେ କ'ଣ ହେଲା, କାଲି ନିଶ୍ଚୟ ତରଭୁଜ ଫଳିବ। ଆଉ ତା ଛଡ଼ା ତୁମେ ତ ଜାଣ ମତେ ଗଛ ଲଗେଇବାକୁ କେତେ ଭଲ ଲାଗେ। ଦେଖିବ ଦିନେ ଦିନେ ମୋ ତରଭୁଜ ଗଛରେ ଅନେକ ତରଭୁଜ ଫଳିବ। ଆଉ ମୁଁ ସେ ତରଭୁଜ ବିକ୍ରି କରି ଅନେକ ଟଙ୍କା ପାଇବି। ତୁମେ ମତେ ଆଉ ଗଛ କାଟିବାକୁ କହିବନି, ବୁଝିଲ?
ତୋ ସହ ମୁଁ କଥାରେ ଜିତି ପାରିବିନି। ତତେ ଯାହା ଠିକ୍ ଲାଗୁଛି ତୁ କର। ଆରେ ଆରେ ପାଣି ତ ସରିଗଲା। ଯାଏ ନଦୀରୁ ପାଣି ନେଇ ଆସେ, ତାପରେ ମୁଁ ଗଛ ଗୁଡ଼ିକରେ ପାଣି ଦେବି। ଆରେ କାଉ ଭଉଣୀ, ମିଟୁ ଭଉଣୀ, ତୁମେ ମାନେ ବି ନଦୀକୁ ପାଣି ନେବା ପାଇଁ ଆସିଛ? ମୁଁ ଏବେ ତୁମ ପରିବା ଜମି ଦେଇ ଆସିଲି। ତୁମର ତ ବହୁତ ଭଲ ପରିବା ଚାଷ ହେଇଛି। ଭଲ ହେବନି କେମିତି? ଆମେ କଣ ତୋ ଭଳି ଫଳ ହେଉନଥିବା ଗଛ ଗୁଡ଼ିକର ଯତ୍ନ ନେଉଛୁ କି? ଆମେ ସାରା ଦିନ ଆମ ଜମିରେ ରହି ଗଛ ଗୁଡ଼ିକର ଯତ୍ନ ନେଉ ବୋଲି ଏମିତି ଭଲ ଫଳ ହେଇଛି। ଏମିତି ସେମାନେ ହସି ହସି ସେଠାରୁ ଚାଲିଗଲେ। ତାଙ୍କ କଥା ଶୁଣି ଚଢ଼େଇର ମନ ଦୁଃଖ ହେଇଗଲା। ସମସ୍ତେ ମତେ ବୁଝୁନାହାନ୍ତି କାହିଁକି କେଜାଣି? କଣ ଖାଲି ଫଳ ଗଛ ପାଇଁ ହିଁ ଗଛର ଯତ୍ନ ନିଆଯାଏ? ମତେ ଗଛ ଲତା ଭାରି ଭଲ ଲାଗେ, ସେଥିପାଇଁ ମୁଁ ଗଛ ଗୁଡ଼ିକର ଯତ୍ନ ନିଏ। ଏ କଥା ମୁଁ କେମିତି ସମସ୍ତଙ୍କୁ ବୁଝେଇବି କେଜାଣି? ଚଢ଼େଇ କାହା କଥା ନ ଶୁଣି ପାଣି ନେଇ ତା ବଗିଚାକୁ ଗଲା, ଆଉ ଗଛ ମାନଙ୍କରେ ପାଣି ଦେଲା। ଏମିତି କିଛି ଦିନ ପରେ ଗଛରେ ଗୋଟିଏ ମାତ୍ର ତରଭୁଜ ଫଳିଲା। ତୁ ଏତେ ଦିନ ଅପେକ୍ଷା କଲୁ, ଗଛ ଗୁଡ଼ିକର ଅନେକ ଯତ୍ନ ବି ନେଲୁ, କଣ ଏଇ ଗୋଟିଏ ତରଭୁଜ ପାଇଁ? ତୁ ଏବେ ଯାହା କହିଲେ ବି ମୁଁ ଏ ଗଛ ଗୁଡ଼ାକୁ ରଖିବିନି। କାଲି ହିଁ ମୁଁ ସବୁ ଗଛ କାଟିଦେବି। ମୋ ସ୍ୱାମୀ ଯେମିତି ରାଗିଛନ୍ତି, ମୁଁ ଏ ଗଛ ମାନଙ୍କୁ ଆଉ ବଞ୍ଚେଇ ପାରିବିନି। ଏ ବଡ଼ ତରଭୁଜକୁ ନଷ୍ଟ କରିବା ଅପେକ୍ଷା ମୁଁ ଏ ତରଭୁଜରେ ଗୋଟେ ଘର କରିନିଏ। କିଛି ନହେଲେ ସେ ଘରେ ରହି ତ ହେବ। ଏମିତି କହି ଚଢ଼େଇ ସାରା ଦିନ ପରିଶ୍ରମ କରି ତରଭୁଜରେ ଏକ ସୁନ୍ଦର ଘର ତିଆରି କରିଦେଲା। ଆରେ ତୁ ଏ କଣ ପାଗଳାମି କରୁଛୁ? ଏ ଘରେ କଣ ରହିହେବ? ତୁମେ ଏମିତି କାହିଁକି କହୁଛ? ଘରଟି ବହୁତ ସୁନ୍ଦର ହେଇଛି। ଭିତରେ ମୁଁ ସବୁ ପ୍ରକାରର ଜିନିଷ ବି ରଖିଦେଇଛି। ଏ ଘରେ ଆମ ରହିବାର କିଛି ଅସୁବିଧା ହେବନି। ଏ ଘରକୁ ଦେଖିଲେ ସମସ୍ତେ ଆମ ଉପରେ ହସିବେ। ମୁଁ ଭଙ୍ଗା ଘରେ ରହିବି ପଛେ, ତୋର ତରଭୁଜ ଘରେ ରହିବିନି। ନ ରୁହ, ମୁଁ ମୋ ତରଭୁଜ ଘରେ ଏକା ହିଁ ରହିବି। ଚଢ଼େଇ ଏକା ହିଁ ତା ତରଭୁଜ ଘରେ ରହିଲା। ଚଢ଼େଇର ତରଭୁଜ ଘର ଦେଖି ଅନ୍ୟମାନେ ତାର ବହୁତ ମଜା ଉଡ଼ଉଥିଲେ। ଏମିତି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ବର୍ଷା ଆରମ୍ଭ ହେଇଗଲା। ଜୋର ଜୋରେ ପବନ ବହିଲା। ସେଇ ପବନରେ ଗଡ଼ି ଗଡ଼ି ତରଭୁଜ ଘର ଆଗକୁ ଗଲା। ଏ କଣ ହେଉଛି? ମୋ ଘରଟି ଏମିତି ଗଡ଼ୁଛି କାହିଁକି? ଏବେ ମୁଁ କେମିତି ବାହାରିବି? ତରଭୁଜ ଘର ଗଡ଼ି ଗଡ଼ି ଏକ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲା। ସେପଟେ ଝଡ଼ ବାତ୍ୟା ପାଇଁ ଅନ୍ୟ ଚଢ଼େଇ ମାନଙ୍କର ବି ଘର ଭାଙ୍ଗିଗଲା। ସମସ୍ତେ ଆଶ୍ରୟ ପାଇଁ ଏକ ସୁରକ୍ଷିତ ଜାଗା ଖୋଜିବାକୁ ଚାଲିଗଲେ। ସକାଳ ହେଲା ପରେ ବର୍ଷା ଛାଡ଼ିଗଲା। ତରଭୁଜ ଘର ପାଖ ଦେଇ ଏକ ବାଘ ଯାଉଥିଲା। ଏମିତି ଏକ ଅଦ୍ଭୁତ ଘର ଦେଖି ବାଘ ସେ ପାଖକୁ ଗଲା। ଆରେ ମତେ କଣ ପକ୍ଷୀର ବାସ୍ନା ଆସୁଛି? ନିଶ୍ଚୟ ଏ ଘର ଭିତରେ କୋଉ ପକ୍ଷୀ ଅଛି। ଏବେ ମୁଁ ସେ ପକ୍ଷୀକୁ ଖାଇବି, ଆଉ ତରଭୁଜ ଘରେ ରହିବି। ଇଏ ତ ଗୋଟେ ବାଘ। ଏ ବାଘ ତ ଏବେ ମତେ ଖାଇଦେବ। ଘର ଭିତରେ ରହିଲେ ବି ବିପଦ, ବାହାରକୁ ଗଲେ ବି ବିପଦ। ଏବେ ମୁଁ କଣ କରିବି? କେମିତି ଏ ବାଘ ପାଖରୁ ରକ୍ଷା ପାଇବି? ଏମିତି ଚଢ଼େଇ ଏକ ଉପାୟ ଚିନ୍ତା କଲା, ଆଉ ପିଶାଚି ପରେ ଜୋର ଜୋରେ ହସିଲା। ହା ହା ହା, ଏତେ ସମୟ ପରେ ଯାଇ ଗୋଟେ ଜନ୍ତୁ ଖାଇବାକୁ ମିଳିବ। ମୁଁ ଆଜି ଏ ବାଘକୁ ପେଟ ପୁରା ଖାଇବି। ଥରେ ଖାଲି ମୁଁ ବାହାରକୁ ଯାଏ। ତରଭୁଜ ଘର ଭିତରୁ ଏମିତି ପିଶାଚିର ସ୍ୱର ଶୁଣି ବାଘ ଅନେକ ଡରିଗଲା, ଆଉ ତୁରନ୍ତ ସେ ଜାଗା ଛାଡ଼ି ଚାଲିଗଲା। ଏସବୁ ଦେଖି ତ ଚଢ଼େଇ ଖୁବ୍ ହସିଲା। ଠିକ୍ ସେହି ସମୟରେ ଦୁଇଟି ସିପାହୀ ସେ ରାସ୍ତାରେ ଯାଉଥିଲେ। ତରଭୁଜ ଘରକୁ ଦେଖି ସେମାନେ ବି ସେ ଘର ପାଖକୁ ଗଲେ। ଆରେ ଏ ଜଙ୍ଗଲ ଭିତରେ ଏମିତି ଗୋଟେ ଅଦ୍ଭୁତ ଘରକୁ କିଏ ତିଆରି କରିଛି? ଚାଲେ ଆମେ ଏ ଘରକୁ ନେଇ ରାଜାଙ୍କ ପାଖକୁ ଯିବା, ଆଉ ରାଜାଙ୍କୁ ଦେଖେଇବା। ଆରେ ଆରେ, ଗୋଟେ ବିପଦ ଯାଉ ଯାଉ ଆଉ ଗୋଟେ ବିପଦ ଆସିଗଲା। ଏମାନେ ମତେ କୋଉଠିକି ନେଉଛନ୍ତି? ମୁଁ ଏବେ ବାହାରକୁ ଯିବି ନା ନାଇଁ? ଚଢ଼େଇ ଏପରି ଚିନ୍ତା କରୁଥିଲା। ସେପଟେ ଦୁଇ ସିପାହୀ ତରଭୁଜ ଘରକୁ ନେଇ ରାଜାଙ୍କୁ ଦେଖେଇଲେ, ଆଉ ସବୁ କଥା କହିଲେ। ଆରେ ବାଃ, ଏ ତରଭୁଜ ଘରଟି ଅନେକ ସୁନ୍ଦର ହେଇଛି। ଯାଅ
ଏ ତରଭୁଜ ଘରକୁ ଆମ ବଗିଚାରେ ରଖିଦିଅ। ଏମିତି ଶୁଣି ଚଢ଼େଇ ତରଭୁଜ ଘର ଭିତରୁ ବାହାରି ଆସିଲା ଆଉ ରାଜା ଚିଲକୁ ସବୁ ଘଟଣା କହିଲା। ଚଢ଼େଇ, ମୁଁ ଏ ଘର କିଣିବାକୁ ଚାହୁଁଛି। ଏ ଘର ବଦଳରେ ମୁଁ ତତେ 1000ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ତୁ କଣ ମତେ ଏ ଘର ବିକିବୁ? ଚଢ଼େଇ ବି ଏକଥାରେ ରାଜି ହେଇଗଲା। ରାଜା ଚଢ଼େଇକୁ 1000ଟି ସ୍ୱର୍ଣ୍ଣ ମୁଦ୍ରା ଦେଲେ। ଚଢ଼େଇ ରାଜାରାଣୀଙ୍କୁ ଧନ୍ୟବାଦ ଜଣେଇ ସେ ସୁନା ଟଙ୍କା ନେଇ ନିଜ ଜଙ୍ଗଲକୁ ଫେରୁଥିଲା। ରାସ୍ତାରେ ସେ 3ଟି ସୁନା ଘର ଭିତରୁ କିଛି ଚଢ଼େଇଙ୍କ ସ୍ୱର ଶୁଣି ଅଟକି ଗଲା। ଆରେ, ଜଙ୍ଗଲ ଭିତରେ ଏମିତି ଅଦ୍ଭୁତ ଘର କିଏ ତିଆରି କରିଛି? ଏ ଘର ଭିତରୁ ଏମିତି ଚିତ୍କାର କାହିଁକି ଶୁଭୁଛି? ନିଶ୍ଚୟ କେହି ବିପଦରେ ପଡ଼ିଛି। ମୁଁ ଏ ଘର ପାଖକୁ ଯାଏ। ଏମିତି ଚିନ୍ତା କରି ଚଢ଼େଇ ସେ 3 ଘର ପାଖକୁ ଗଲା ଆଉ କବାଟ ଖୋଲିବାକୁ ଚେଷ୍ଟା କଲା, ହେଲେ ସେ ପାରିଲାନି। ଘର ଭିତରେ କିଏ ଅଛ? ଆଉ ଏ ଘର ଖୋଲୁନି କାହିଁକି? ଆରେ ଚଢ଼େଇ, ଆମକୁ ବଞ୍ଚା, ଆମେ ଏ ଘରେ ବନ୍ଦୀ ହେଇ ଅଛୁ। ରେନୁ, ତୁ ବାହାରେ ଅଛୁ, ଆମକୁ ରକ୍ଷା କର। ଏ କଣ, ତମେ ବି ଘର ଭିତରେ ଅଛ? ହେଲେ ତମେ ସମସ୍ତେ ଏ ଘର ଭିତରେ ବନ୍ଦୀ କେମିତି ହେଲ? ଆମେ ଆଶ୍ରୟ ପାଇଁ ଏଠାକୁ ଆସିଥିଲୁ। 3 ସୁନା ଘରକୁ ଖାଲି ଦେଖି ଏ ସବୁ ଘର ଭିତରକୁ ଚାଲି ଆସିଲୁ ଆଉ ତାପରେ ଏ ଘରେ ବନ୍ଦୀ ହେଇଗଲୁ। ଯେତେ ଚେଷ୍ଟା କଲେ ବି ଆମେ ଏ ଘର ଭିତରୁ ବାହାରି ପାରୁନୁ। ମତେ ଲାଗୁଛି ଏ ଘର ସବୁ ସାଧାରଣ ଘର ନୁହଁ। ନିଶ୍ଚୟ ଏ ଘର ଭିତରେ କିଛି ଅଦ୍ଭୁତ ଶକ୍ତି ଅଛି। ମୁଁ ଏବେ ତାନ୍ତ୍ରିକ ମାଙ୍କ ପାଖକୁ ଯାଉଛି। ସେ ନିଶ୍ଚୟ ସମସ୍ୟାର ସମାଧାନ କରିପାରିବେ। ଏମିତି କହି ଚଢ଼େଇ ଶୀଘ୍ର ଗୋଟେ ତାନ୍ତ୍ରିକ ଚଢ଼େଇ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହି ସାହାଯ୍ୟ ମାଗିଲା। ସେ 3 ଘର ଅଭିଶପ୍ତ। ସେ ଘର ଭିତରକୁ ଯିଏ ବି ଯାଏ ସେ ଆଉ ବାହାରି ପାରେନି। ତୁ ଏ ଗଙ୍ଗାଜଳ ନେ। ଏ ଗଙ୍ଗାଜଳ 3 ଘରେ ଛିଞ୍ଚି ଦେବୁ। ଘରର କବାଟ ଆପେ ଆପେ ଖୋଲିଯିବ। ସମସ୍ତେ ବାହାରକୁ ଆସିଯିବେ। ତାପରେ ତମେମାନେ ନିଜ ନିଜ ଜଙ୍ଗଲକୁ ଯାଇପାରିବ। ମୁଁ ଖୁବ୍ ଶୀଘ୍ର ସେ 3 ଘରର ବ୍ୟବସ୍ଥା କରିବି, ଯେମିତି ସେ 3 ଘର ଆଉ କାହାର ବି କ୍ଷତି କରିପାରିବେନି। ତାପରେ ଚଢ଼େଇ ଗଙ୍ଗା ଜଳ ଧରି ଶୀଘ୍ର 3 ଘର ପାଖକୁ ଗଲା ଆଉ ସେ ଚଢ଼େଇମାନଙ୍କୁ ମୁକ୍ତ କଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ହିଁ ଆମେ ମୁକ୍ତ ହେଇପାରିଲୁ। ହେଲେ ତୁ ଏଠି କଣ କରୁଥିଲୁ? ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ତମେ ସମସ୍ତେ ଚିନ୍ତା କରନି। ରାଜା ମତେ ତରଭୁଜ ଘର ବଦଳରେ ଅନେକ ସୁନା ଟଙ୍କା ଦେଇଛନ୍ତି। ଆମେ ସେ ସୁନା ଟଙ୍କାରେ ନିଜ ନିଜ ଘର ମରାମତି କରିନେବା। ଏଠି ବେଶୀ ସମୟ ରହିବା ଠିକ ହେବନି। ଚାଲ ଏବେ ନିଜ ଜଙ୍ଗଲକୁ ଫେରିଯିବା। ଚଢ଼େଇ, ତୁ ଆମକୁ ସାହାଯ୍ୟ କରୁଛୁ। ଦିନେ ତୋର ତରଭୁଜ ଘର ପାଇଁ ଆମେ ତୋର ଅନେକ ମଜା ଉଡେଇଥିଲୁ ଆଉ ତୁ ଆଜି ସେଇ ତରଭୁଜ ଘର ବିକା ଟଙ୍କା ଆମକୁ ଦେଉଛୁ। ସତରେ ତୁ ବହୁତ ଭଲ। ଆମ ବ୍ୟବହାର ପାଇଁ ଆମକୁ କ୍ଷମା କରିଦେ ଚଢ଼େଇ। ଆମେ ତୋର ଏହି ଉପକାର କେବେ ଭୁଲିବୁନି। ଏମିତି ସବୁ ଚଢ଼େଇ ଜଙ୍ଗଲକୁ ଫେରିଗଲେ ଆଉ ସମସ୍ତେ ମିଳିମିଶି ନିଜ ନିଜ ଘରକୁ ମରାମତି କରି ରହିଲେ।